ଆଜ୍ଞା ଦେଖନ୍ତୁ, ପ୍ରଥମତଃ ଆପଣମାନେ ସମସ୍ତଙ୍କୁ ସହଯୋଗ ମିଡ଼ିଆ ଭାଇମାନଙ୍କୁ ଏବଂ ବୁଦ୍ଧିଜୀବୀ ମହଲରେ ସମସ୍ତ ବ୍ୟକ୍ତିମାନଙ୍କୁ ମୋର ବହୁତ ବହୁତ ଅଶେଷ ଧନ୍ୟବାଦ। ଆପଣମାନେ ଏହି ଘଟଣାକୁ ଅଧିକରୁ ଅଧିକ ଆଗକୁ ନେଲେ। ପ୍ରାୟ 2 ଜଣ ଯେଉଁ ସମ୍ପୃକ୍ତ ଥିଲେ ସେ ଧରା ହେଇଛନ୍ତି, ଆହୁରି ଅଧିକ ମଧ୍ୟରେ ସମ୍ପୃକ୍ତ ଅଛନ୍ତି ଯାହା ଆମେ ସୂଚନା ପାଉଛୁ। ବର୍ତ୍ତମାନ ଯେଉଁ 2 ଜଣ ଧରା ହେଇଛନ୍ତି ତାଙ୍କୁ ଆଇଡେଣ୍ଟିଫିକେସନ୍ କରିବା ପାଇଁ ବର୍ତ୍ତମାନ ମୁଁ ଘରେ ଥିଲି। ଯେତେବେଳେ ଘଟଣା ଶୁଣିଲେ ଘରେ ଭାରି ବ୍ୟସ୍ତ ବିବ୍ରତ ହେଇଥିଲେ ସାଙ୍ଗସାଥି, ତ ଘରକୁ ଆସିବାକୁ ପଡ଼ିଥିଲା। ତ ସେମାନଙ୍କୁ ଆଇଡେଣ୍ଟିଫିକେସନ୍ କରିବାକୁ ଭୁବନେଶ୍ୱର ଯାଉଛି। ତ ଯାହା ମୋତେ ସୂଚନା ମିଳୁଥିଲା ସେଠାରେ ଗୋଟେ ଭୋଜି ଚାଲିଥିଲା। ସେ ଭୋଜିରେ ସେମାନେ ଇନଭଲ୍ଭ ଥିଲେ। ଆସିବା ସମୟରେ ସିଏ ଯାହା ପୋଲିସ ମୋତେ ପ୍ରଥମେ ସୂଚନା ମିଳିଥିଲା ଯେ ମୁଁ ଓଭରଟେକ୍ କରିଗଲି, ସେମାନେ ଅଟକାଇବାକୁ ଚେଷ୍ଟା କରିବାରୁ ହାଣିଲେ। ଆଜ୍ଞା, କିଏ ଆଉ ଗାଡ଼ି ଓଭରଟେକ୍ କଲେ କ'ଣ କିଏ ହାଣିଦିଏ? ତ ଏହା ଯଥେଷ୍ଟ କାରଣ ନୁହେଁ। ସେମାନେ ଏସ୍କେପ୍ ହେଇଯିବାକୁ ଏଇଭଳି କଥା କହୁଛନ୍ତି ମଧ୍ୟ ଲାଗୁଛି, କିନ୍ତୁ ସିସିଟିଭି ଫୁଟେଜ୍ ସେ ଘଟଣାସ୍ଥଳରେ ଅଛି, ପୋଲିସ ତାକୁ ଜଗିଛି। ହଁ, ନିହାତି ଭାବେ ଆଜ୍ଞା, ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା କଥା କହିପାରେନି। 2016ରୁ ସେ ରାସ୍ତାରେ ମୁଁ ଆସେ। ଆଗରୁ ବହୁତ ଘଟଣା ଘଟେ, କିନ୍ତୁ ମୋ ସହିତ ହେଇନଥିଲା। ଯେତେବେଳେ ନିଜ ଉପରେ ବିତେ ଲୋକ କଷ୍ଟରେ ଜାଣିପାରେ। ଆଜି ଯେତେବେଳେ ମୋ ଉପରେ ଆକ୍ରମଣ ହେଲା, ମୁଁ ତାଙ୍କୁ ନେହୁରାଉଥିଲି, ଭାଇ ରୁହ, ମୁଁ ତ କିଛି ଆପଣଙ୍କ ସମସ୍ୟା କରିନି, ଆପଣ କାହିଁକି ଏମିତି ଆକ୍ରମଣ କରୁଛନ୍ତି? ମୁଁ ଭାରି ପୋଲିସ ସହଯୋଗ କରିଛି ଆଉ ସେ ଘଟଣାରେ ସମ୍ପୃକ୍ତକୁ ଆଣିଛି। ସେ ଭୋଜିରେ ଆଉ କେଉଁ କେଉଁମାନେ ଥିଲେ, ଆକ୍ଚୁଆଲି ସିଏ ହାଣିଲେ ନା ଆଉ କ'ଣ ଏହା ପଛରେ ଇଲ୍ ଇଣ୍ଟେନସନ୍ ରହିଥିଲା ଯେଉଁଥିପାଇଁ କି ସେ ପର କାହା କଥାରେ ଆସିକି ଏଇ କାମ କରିଛନ୍ତି, ତାହା ତଦନ୍ତରେ ନିହାତି ସ୍ପଷ୍ଟ ହେବ। ନିହାତି ଆଜ୍ଞା, ଯେତେବେଳେ ରାତିରେ ମୁଁ ହଣା ଖାଇଲି ଆଜ୍ଞା, ସେଠି ମୁଁ ଆଉ PCRକୁ ଅପେକ୍ଷା କରିବାକୁ ଠିକ୍ ମାନିଲିନି। କାରଣ ଯେତେବେଳେ ଲୋକ 10-15 ଗଦା ହେଉଛନ୍ତି, ସେମାନେ ହାଣି ଦେଉଛନ୍ତି, ପଳେଇ ଯାଉଛନ୍ତି, ଆଉ ସେଇ ସମୟରେ ଆଉ ମୁଁ ଜୀବନ ନେଇକି ସେ ନିହାତି ଭାବେ ପୋଲିସ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ବର୍ତ୍ତମାନ ଘଟଣା ସମ୍ପର୍କରେ ଯାହା ଆମେ ସୂଚନା ନେଉଥିଲୁ, ସେଇ ଘଟଣାରେ ସମ୍ପୃକ୍ତ 2 ଜଣଙ୍କୁ ବର୍ତ୍ତମାନ ପୋଲିସ ନିଜ ହେଫାଜତକୁ ନେଇଛି। ତେଣୁ ସେଦିନ ରାତିରେ ଯେତେବେଳେ ଆମେ ଆକ୍ଚୁଆଲି ବାହାରିକି ଆସୁଥିଲୁ, ମୁଁ ଆଉ ମୋର ସାନ ଭାଇ ପାପୁନି 2 ଜଣ, ତା ଅଫିସ୍ ସରିଲା ପରେ ତାପରଦିନ ଛୁଟି ଥିଲା, ତ କାମ ସରିବା ଟିକେ ବିଳମ୍ବିତ ହେଇଥିଲା। ଆଉ ଫେରିବା ବେଳେ ହଠାତ୍ ଆମେ ଫିଲ୍ କଲୁ ଯେ ମଞ୍ଚେଶ୍ୱର କ୍ରସ୍ କଲା ପରେ ସୈନିକ ସ୍କୁଲ ଯେଉଁ ଅଛି ତା ସାଇଡ଼୍ ଗେଟ୍, ସେଇଠି ଜଣ ପିଛା କଲେ, ଗାଡ଼ି ରଖ, ଫୁଟେଇ ଦେବୁ, ଏଇଭଳିଆ ଭୟଭୀତ କରେଇଲେ। ଗାଡ଼ି ରଖ, ତେଣୁକରି ନା ନା, ସେମାନଙ୍କୁ ମୁଁ ଚିହ୍ନି ନଥିଲି କି ଜାଣିନଥିଲି। ତ ଘଟଣାଟି କହିଦେଉଛି, ପରବର୍ତ୍ତୀ ସମୟରେ ଯେତେବେଳେ ଆମେ ଗାଡ଼ି ରଖିନଥିଲୁ, ସେ ସାଇଡ଼୍ ମାରିବାକୁ ଚେଷ୍ଟା କରିଥିଲେ। ଆଉ ପରବର୍ତ୍ତୀ ସମୟରେ ଆମେ ଯେତେବେଳେ ଗାଡ଼ିରୁ ଖସି ପଡ଼ିଥିଲୁ, ସେମାନେ ଅତର୍କିତ ଭାବେ ହାଣିବାକୁ ଆରମ୍ଭ କଲେ। ତ ପ୍ରଥମ ଚୋଟ ହାତରେ ବସିଲା, ତାପରେ ମୁଁ ବହୁତ ଏସ୍କେପ୍ ହେବାକୁ ଚେଷ୍ଟା କଲି ଏବଂ ତାଙ୍କୁ ବାରମ୍ବାର ନେହୁରା ମଧ୍ୟ ହେଉଥିଲି ଯେ ଭାଇ କ'ଣ ହେଇଛି, କାହିଁକି ହାଣିବାକୁ ଚେଷ୍ଟା କରୁଛ, କ'ଣ ସମସ୍ୟା କରିଛି କୁହ। ସେ ନାନାଦି ଭାଷାରେ ଗାଳି କରିଥିଲେ, ସାମ୍ବାଦିକତା ଦେଖାଉଛି, ଇଏ କରୁଛୁ। ମୁଁ କହିଲି ସାମ୍ବାଦିକତା କ'ଣ, ଆପଣଙ୍କ ଅସୁବିଧା କରିଛି କହୁନାହାନ୍ତି। ତେଣୁକରି ପରବର୍ତ୍ତୀ ସମୟରେ ସେଠାରୁ ଯେତେବେଳେ 2ଟି ବାଇକ୍ ଆସିଥିଲା ଡମ୍ପିଆର୍ଡ ସାଇଡ଼ରୁ, ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆଉ କିଛି ମଧ୍ୟ ମୋତେ ଜାଣିବାକୁ ସୁଯୋଗ ମିଳିନଥିଲା କିଏ ହାଣିଲା, କାହିଁକି କଲା। ଯେହେତୁ 2 ଜଣ ହାଣିଦେଲେ, ମୁଁ ଆଉ PCRକୁ ଅପେକ୍ଷା କଲିନି, ସାଙ୍ଗେ ସାଙ୍ଗେ ସେ ଅବସ୍ଥାରେ ସେଇଠାରୁ ବାହାରିଲି ଗାଡ଼ି ଧରିକି। ସେମିତି ବ୍ଲିଡ଼ିଂ ହେଉଥାଏ ବହୁତ ଜୋରରେ। ମଞ୍ଚେଶ୍ୱର ଥାନା ପହଞ୍ଚିଲେ, ଆଉ ସେଠାରୁ ତାପରଠାରୁ ପୋଲିସ ନେଇ ସାଙ୍ଗେ ସାଙ୍ଗେ ହସ୍ପିଟାଲାଇଜ୍ କରିଥିଲେ ଏବଂ ଟ୍ରିଟମେଣ୍ଟ କରିଥିଲେ। FIR ଦିଆହେଇଥିଲା। ଆଉ ପୋଲିସ ସେଇ ଘଟଣା 2 ଜଣଙ୍କୁ ବର୍ତ୍ତମାନ ଯାହାକି ଉଠାଇ ନେଇଛି, ଗିରଫ ତ ଆମେ କହିପାରିବା ନାହିଁ। ତେଣୁ ଯେଉଁ ସ୍ଥାନରେ ଏଇ ଘଟଣାଟି ଘଟିଲା, ସେଠାରେ ପୁରା CCTV ଫୁଟେଜ୍ ରହିଛି। ଆଉ ପୋଲିସ ମଧ୍ୟ ସେଇ ଘଟଣାରେ ସମ୍ପୃକ୍ତ 2 ଜଣଙ୍କୁ ଗିରଫ କରିଛି ବୋଲି କହୁଛି। ଏଥିରେ ଅଲଗା କେହି ମଧ୍ୟ ସମ୍ପୃକ୍ତ ଅଛନ୍ତି, କାରଣ ସେଦିନ ରାତିରେ ସେଇ ସମୟ ଗାଡ଼ିଆ ଆଉ ରଙ୍ଗମାଟିଆ ଯେଉଁ ଅଞ୍ଚଳ ରହିଛି, ଗୋଟେ ଜନ୍ମଦିନ ପାର୍ଟି ଥିଲା, ଯାହାକି ପ୍ରାରମ୍ଭିକ ତଦନ୍ତରୁ ବର୍ତ୍ତମାନ ଜଣାପଡ଼ିଛି ସେ ପାର୍ଟିରୁ ସେମାନେ ଫେରୁଥିଲେ। ଏବଂ ଭାରି ହାସ୍ୟାସ୍ପଦ କଥା ସେମାନେ କହିଛନ୍ତି ପୋଲିସକୁ ଯେ ଆପଣ କାହିଁକି ଆକ୍ରମଣ କଲେ? ନା ଆଜ୍ଞା, ଯେତେବେଳେ ସେ ଆମକୁ ଓଭରଟେକ୍ କରିଗଲା, ଆମେ ସେ ରାଗରେ ହାଣିଦେଲୁ। ଆଜ୍ଞା, ଓଭରଟେକ୍ କଲେ କିଏ କାହାକୁ ହାଣି ଦିଏ କି ଗାଡ଼ି? ତେଣୁକରି ଯଦି ଓଭରଟେକ୍ କଲେ ସେ ଗାଡ଼ି ରଖିବାକୁ ବାଧ୍ୟ କାହିଁ କରୁଥିଲେ? ଆଉ ରଖିବା ପରେ ଏତେ ଅମାନସିକ ମାନଙ୍କୁ ମୋହରା ବନେଇ ପଠାଇଥିଲା, ତା ପୋଲିସ ଇନଭେଷ୍ଟିଗେସନରେ ନିହାତି ସ୍ପଷ୍ଟ ହେବ। ଆଜ୍ଞା ଦେଖନ୍ତୁ, ପୋଲିସ ତ ସୁରକ୍ଷା ଦେଉଛି। ଦୀର୍ଘ 2016-17 ମସିହାରୁ ସେ ରାସ୍ତା ଦେଇ ସବୁଦିନ ଆସେ। ମୁଁ ଜାଣେ ସେ ରୋଡ଼ ନିଛାଟିଆ, କିନ୍ତୁ ଯେହେତୁ ପୋଲିସ ପାଟ୍ରୋଲିଂ ହୁଏ, କାହାର ଭଲ ମନ୍ଦ ହୁଏ, ଆମେ ସାମ୍ବାଦିକ ହିସାବରେ କାମ କରୁ, ଜାଣିଛୁ ଜାଗା ସମ୍ପର୍କରେ, ଟିକେ ଭୟ ନଥାଏ, ପଳେଇ ଆସୁ। କେବେ କିଛି ଏମିତି ଅଘଟଣ ହେଇନଥିଲା। ହଠାତ୍ ନିହାତି ଆହୁରି କଡ଼ାକଡ଼ି ପାଟ୍ରୋଲିଂ ପୋଲିସ ସିଷ୍ଟମକୁ କରାଯାଉ। ଯେଉଁମାନେ ଏଇଭଳିଆ ଘୃଣ୍ୟ କାର୍ଯ୍ୟରେ ସମ୍ପୃକ୍ତ ରହୁଛନ୍ତି, ଏଭଳି ମାରପିଟ୍ ଲୁଟ୍ତରାଜ କରୁଛନ୍ତି, ସେମାନଙ୍କ ଉପରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ, ଜନସମାଜ ଯେମିତି ସୁରକ୍ଷିତ ରହିବେ। ବଡ଼ ଖବର, ସାମ୍ବାଦିକ ଯେଉଁପରେ ଆକ୍ରମଣ କରାଗଲା ଭୁବନେଶ୍ୱର ଜାଗାରେ, ସେଟାକୁ ଆମେ ବାଙ୍କୀ ସାମ୍ବାଦିକ ସଂସ୍ଥାରୁ ଦୃଢ଼ ନିନ୍ଦା କରୁଛୁ ଏବଂ ଦୃଢ଼ ନିନ୍ଦା କରିବା ସହ ଯେଉଁ 4 ଜଣ ଆସାମୀ ଏତେ ସମ୍ପୃକ୍ତ, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ସରକାରଙ୍କୁ ଅନୁରୋଧ କରୁଛୁ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ କରାଯାଉ ଏବଂ ଯେଉଁମାନେ ଏହି କାର୍ଯ୍ୟରେ ସମ୍ପୃକ୍ତ ତାଙ୍କୁ ନନ୍ ବେଲେବଲ୍ ୱାରେଣ୍ଟ କରାଯାଉ। ତାଙ୍କୁ ଦରକାର ପଡ଼ିଲେ 20 ବର୍ଷ 30 ବର୍ଷ ଜେଲ୍ ଦିଆଯାଉ। ନହେଲେ ସାମ୍ବାଦିକ କେବଳ ଭୁବନେଶ୍ୱରରେ ନୁହଁ, ବାଙ୍କୀରେ ଅସୁରକ୍ଷିତ, ସାରା ଓଡ଼ିଶାରେ ବି ଅସୁରକ୍ଷିତ। ବେଳେବେଳେ ନିରପେକ୍ଷ ସାମ୍ବାଦିକ କଲାବେଳେ
ଯେତେବେଳେ ପ୍ରକୃତି ସାମ୍ବାଦିକ ମାନେ ପରିବେଷଣ କରୁଛନ୍ତି ସେତେବେଳେ ମିସକ୍ରାଣ୍ଡରେ ବା ଯେଉଁମାନେ ତାଙ୍କ ପଛପଟେ ଅଛନ୍ତି ଏଭଳି ଲଗେଇ ଗୁଣ୍ଡା ଲଗେଇ ଆକ୍ରମଣ କରୁଛନ୍ତି। ତେଣୁ ଆମେ ସରକାରଙ୍କୁ ଅନୁରୋଧ କରୁଛୁ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ କରାଯାଉ ଏବଂ ସାମ୍ବାଦିକର ଯେଉଁ ଅସୁବିଧା ହେଇଛି ତାର ମାଗଣା ଖର୍ଚ୍ଚ କରାଯାଉ, ତାର କ୍ଷତିପୂରଣ ମଧ୍ୟ ସରକାର ଦିଅନ୍ତୁ। ନା ନିହାତି ଭାବେ ପୋଲିସ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ବର୍ତ୍ତମାନ ଘଟଣା ସମ୍ପର୍କରେ ଯାହା ଆମେ ସୂଚନା ନଉଥିଲୁ ସେଇ ଘଟଣାରେ ସମ୍ପୃକ୍ତ 2 ଜଣଙ୍କୁ ବର୍ତ୍ତମାନ ପୋଲିସ ନିଜ ହେଫାଜତକୁ ନେଇଛି। ତେଣୁ ସେଦିନ ରାତିରେ ଯେତେବେଳେ ଆମେ ଆକ୍ଚୁଆଲି ବାହାରିକି ଆସୁଥିଲୁ, ମୁଁ ଆଉ ମୋର ସାନ ଭାଇ ପାପୁନି 2 ଜଣ ଅଫିସ ସରିଲା ପରେ ତାପରଦିନ ଛୁଟି ଥିଲା, ତ କାମ ସରିବା ଟିକେ ବିଳମ୍ବିତ ହେଇଥିଲା। ଆଉ ଫେରିବା ବେଳେ ହଠାତ୍ ଆମେ ଫିଲ୍ କଲୁ ଯେ ମଞ୍ଚେଶ୍ୱର କ୍ରସ୍ କଲା ପରେ ସୈନିକ ସ୍କୁଲ ଯେଉଁ ଅଛି ତା ସାଇଡ୍ ଗେଟ୍ ସେଇଠି ଜଣେ ପିଛା କଲେ, ଗାଡ଼ି ରଖ ଫୁଟେଇ ଦେବୁ ଏଇଭଳିଆ ଭୟଭୀତ କରେଇଲେ। ଗାଡ଼ି ରଖ, ତେଣୁକରି ନା ନା ସେମାନଙ୍କୁ ମୁଁ ଚିହ୍ନି ନଥିଲି କି ଜାଣିନଥିଲି। ତ ଘଟଣାଟି କହିଦେଉଛି। ପରବର୍ତ୍ତୀ ସମୟରେ ଯେତେବେଳେ ଆମେ ଗାଡ଼ି ରଖିନଥିଲୁ ସେ ସାଇଡ୍ ମାରିବାକୁ ଚେଷ୍ଟା କରିଥିଲେ। ଆଉ ପରବର୍ତ୍ତୀ ସମୟରେ ଆମେ ଯେତେବେଳେ ଗାଡ଼ିରୁ ଖସି ପଡ଼ିଥିଲୁ ସେମାନେ ଅତର୍କିତ ଭାବେ ହାଣିବାକୁ ଆରମ୍ଭ କଲେ। ତ ପ୍ରଥମ ଚୋଟ ହାତରେ ବସିଲା, ତାପରେ ମୁଁ ବହୁତ ଏସ୍କେପ୍ ହେବାକୁ ଚେଷ୍ଟା କଲି ଏବଂ ତାଙ୍କୁ ବାରମ୍ବାର ନେହୁରା ମଧ୍ୟ ହେଉଥିଲି ଯେ ଭାଇ କ'ଣ ହେଇଛି, କାହିଁକି ହାଣିବାକୁ ଚେଷ୍ଟା କରୁଛ, କ'ଣ ସମସ୍ୟା କରିଛି କୁହ। ସେ ନାନାଦି ଭାଷାରେ ଗାଳି କରିଥିଲେ, ସାମ୍ବାଦିକତା ଦେଖୁଛୁ ଇଏ କରୁଛୁ। ମୁଁ କହିଲି ସାମ୍ବାଦିକତା କ'ଣ ଆପଣଙ୍କର ଅସୁବିଧା କରିଛି କହୁନାହାନ୍ତି। ତେଣୁକରି ପରବର୍ତ୍ତୀ ସମୟରେ ସେଠାରୁ ଯେତେବେଳେ 2ଟି ବାଇକ୍ ଆସିଥିଲା ଡମ୍ପିଆର୍ଡ ସାଇଡ୍ରୁ, ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆଉ କିଛି ମଧ୍ୟ ମୋତେ ଜାଣିବାକୁ ସୁଯୋଗ ମିଳିନଥିଲା କିଏ ହାଣିଲା କାହିଁ କଲା। ଯେହେତୁ 2 ଜଣ ହାଣିଦେଲେ ମୁଁ ଆଉ PCRକୁ ଅପେକ୍ଷା କଲିନି, ସାଙ୍ଗେ ସାଙ୍ଗେ ସେ ଅବସ୍ଥାରେ ସେଇଠାରୁ ବାହାରିଲି ଗାଡ଼ି ଧରିକି। ସେମିତି ବ୍ଲିଡ଼ିଂ ହେଉଥାଏ ବହୁତ ଜୋରରେ। ମଞ୍ଚେଶ୍ୱର ଥାନା ପହଞ୍ଚିଲେ ଆଉ ସେଠାରୁ ତାପରଠାରୁ ପୋଲିସ ନେଇ ସାଙ୍ଗେ ସାଙ୍ଗେ ହସ୍ପିଟାଲାଇଜ୍ କରିଥିଲେ ଏବଂ ଟ୍ରିଟମେଣ୍ଟ କରିଥିଲେ। FIR ଦିଆହେଇଥିଲା। ଆଉ ପୋଲିସ ସେଇ ଘଟଣା 2 ଜଣଙ୍କୁ ବର୍ତ୍ତମାନ ଯାହାକି ଉଠାଇ ନେଇଛି, ଗିରଫ ତ ଆମେ କହିପାରିବା ନାହିଁ। ତେଣୁ ଯେଉଁ ସ୍ଥାନରେ ଏଇ ଘଟଣାଟି ଘଟିଲା ସେଠାରେ ପୁରା CCTV ଫୁଟେଜ୍ ରହିଛି। ଆଉ ପୋଲିସ ମଧ୍ୟ ସେଇ ଘଟଣାରେ ସମ୍ପୃକ୍ତ 2 ଜଣଙ୍କୁ ଗିରଫ କରିଛି ବୋଲି କହୁଛି। ଏଥିରେ ଅଲଗା କେହି ମଧ୍ୟ ସମ୍ପୃକ୍ତ ଅଛନ୍ତି, କାହିଁକିନା ସେଦିନ ରାତିରେ ସେଇ ସମୟ ଗାଡ଼ିଆ ଆଉ ରଙ୍ଗମାଟିଆ ଯେଉଁ ଅଞ୍ଚଳ ରହିଛି ଗୋଟେ ଜନ୍ମଦିନ ପାର୍ଟି ଥିଲା, ଯାହାକି ପ୍ରାରମ୍ଭିକ ତଦନ୍ତରୁ ବର୍ତ୍ତମାନ ଜଣାପଡ଼ିଛି ସେ ପାର୍ଟିରୁ ସେମାନେ ଫେରୁଥିଲେ। ଏବଂ ଭାରି ହାସ୍ୟାସ୍ପଦ କଥା ସେମାନେ କହିଛନ୍ତି ପୋଲିସକୁ ଯେ ଆପଣ କାହିଁକି ଆକ୍ରମଣ କଲେ। ନା ଆଜ୍ଞା, ଯେତେବେଳେ ସେ ଆମକୁ ଓଭରଟେକ୍ କରିଗଲା ଆମେ ସେ ରାଗରେ ହାଣିଦେଲୁ। ଆଜ୍ଞା, ଓଭରଟେକ୍ କଲେ କିଏ କାହାକୁ ହାଣିଦିଏ କି ଗାଡ଼ି? ତେଣୁକରି ଯଦି ଓଭରଟେକ୍ କଲେ ସେ ଗାଡ଼ି ରଖିବାକୁ ବାଧ୍ୟ କାହିଁ କରୁଥିଲେ, ଆଉ ରଖିବା ପରେ ଏତେ ଅମାନୁଷିକ ଭାବେ ହାଣିଥିଲେ କାହିଁକି? ତ ଏହା ପଛରେ ନିହାତି କିଛି ନା କିଛି କାରଣ ରହିଥିବ ମୁଁ ଆଶା କରୁଛି। ପୋଲିସ ତଦନ୍ତ କରୁଛି ଏବଂ ସେ ଭୋଜିରେ ଆଉ କେଉଁ ମାନେ ରହିଥିଲେ, କାହାର ଭୋଜି ଚାଲିଥିଲା ତାହା ପରବର୍ତ୍ତୀ ସମୟରେ ନିହାତି ସ୍ପଷ୍ଟ ହେବ। ଏବଂ ଏହା ପଛରେ ଆଉ କାହାର ହାତ ରହିଛି କିମ୍ବା କିଏ କୌଣସି ଗେମ୍ ପ୍ଲାନ୍ କରି ସେମାନଙ୍କୁ ମୋହରା ବନେଇ ପଠାଇଥିଲା ତାହା ପୋଲିସ ଇନଭେଷ୍ଟିଗେସନ ନିହାତି ସ୍ପଷ୍ଟ। ଆଜ୍ଞା ଦେଖନ୍ତୁ, ପୋଲିସ ତ ସୁରକ୍ଷା ଦେଉଛି। ଦୀର୍ଘ 2016-17 ମସିହାରୁ ସେ ରାସ୍ତା ଦେଇ ସବୁଦିନ ଆସେ। ମୁଁ ଜାଣେ ସେ ରୋଡ ନିଛାଟିଆ, କିନ୍ତୁ ଯେହେତୁ ପୋଲିସ ପାଟ୍ରୋଲିଂ ହୁଏ, କାହାର ଭଲ ମନ୍ଦ ହୁଏ, ଆମେ ସାମ୍ବାଦିକ ହିସାବରେ କାମ କରୁ, ଜାଣିଛୁ ଜାଗା ସମ୍ପର୍କରେ ଟିକେ ଭୟ ନଥାଏ, ପଳେଇ ଆସୁ। କେବେ କିଛି ଏମିତି ଅଘଟଣ ହେଇନଥିଲା। ନିହାତି ଆହୁରି କଡ଼ାକଡ଼ି ପାଟ୍ରୋଲିଂ ପୋଲିସ ସିଷ୍ଟମ କରାଯାଉ। ବାଙ୍କିର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ଭୁବନେଶ୍ୱରରେ ଯେଭଳି ଭାବରେ ଦୁର୍ବୃତ୍ତମାନେ ଆକ୍ରମଣ କଲେ, ଆମେ ବାଙ୍କି ସାମ୍ବାଦିକ ସଂଘ ପକ୍ଷରୁ ଆଜି ମିଳିତ ଭାବରେ ଦୃଢ଼ ଭାବରେ ନିନ୍ଦା କରୁଛୁ। ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ସେମାନଙ୍କୁ କିପରି ଜାମିନ ନ ମିଳିବ ସେଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ। ଏବଂ ଏହା ଫଳରେ ଯଦି ତାଙ୍କୁ କରା ନଯାଏ ତାହେଲେ ବାଙ୍କିରୁ ସାମ୍ବାଦିକମାନଙ୍କର ଯେଉଁ ଆନ୍ଦୋଳନ ସାରା ଓଡ଼ିଶା ସାରା ବ୍ୟାପିବ। ସାମ୍ବାଦିକମାନଙ୍କର ଯେଉଁ କଣ୍ଠରୋଧ କରାହେଉଛି ଦୁର୍ବୃତ୍ତମାନଙ୍କ ଦ୍ୱାରା, ତାକୁ କିପରି ହଟାଯିବ ସେଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ। ଏବଂ ସାମ୍ବାଦିକମାନେ କିପରି ଭାବରେ ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ କରିବେ ସେଥିପାଇଁ ରାଜ୍ୟ ସରକାର ସବୁ ଅଞ୍ଚଳରେ, ଓଡ଼ିଶାର ସାରା ଅଞ୍ଚଳରେ ପୁଲିସକି ସଜାଗ ରଖନ୍ତୁ ଯେ ସାମ୍ବାଦିକମାନଙ୍କୁ କିପରି ସୁରକ୍ଷା ଯୋଗାଇ ଦିଆଯିବ।